ମାସେ 15 ଦିନ ଭିତରେ ଯୁଦ୍ଧ ଆଉଥରେ ଆରମ୍ଭ ହେଇଯିବ। ମାସେ 15 ଦିନ ଭିତରେ ମାନେ କଣ ଏଇ ଯୋଉ ତାହେଲେ ଟ୍ରମ୍ପ କଣ ବଦଲା ନଉଛନ୍ତି ବର୍ତ୍ତମାନ ମାନେ ଥରେ ଖାଲି ଜଣେ ଆତଙ୍କବାଦୀ ବି ଆକ୍ରମଣ କଲେ ସେଟା ପୁରା ফুল ফেজ ওয়ার ରହିଯିବ। ତାର ଠିକଣା ନାହିଁ। ମେନ୍ ଥିଙ୍ଗ ସେ ପ୍ରିପେୟାର ହେବାର ଭାରତ ପୂର୍ବାଞ୍ଚଳ ଲାଇନ୍ ଲକ୍ ଏରିଆ ମାନେ ବାଟ ନେଇ କୁଆଡ଼େ ଯିବା ପାଇଁ କାଳେ ପାକିସ୍ତାନ ଭାବିବ ଯେ ଚାଇନା ଇଣ୍ଡିଆ ପଟକୁ ଆସିଗଲା ସେଟା ଡିକ୍ଲାର କରିଦେଲା ଆମେ ପାକିସ୍ତାନ ସହିତ ଅବସ୍ଥା କଣ ହବ ଆଗାମୀ ଦିନରେ ବର୍ତ୍ତମାନ ଯୋଉ ଭାରତ ପାକିସ୍ତାନ ଯୁଦ୍ଧ ଏଇଠି ଯୋଉ କିଛି ଦିନ ପାଇଁ ମାନେ ସିଜ୍ ଫାୟାର ଲାଗିଛି ଇଏ କେବେଠୁ ପୁଣି ଯଦି ମାନେ ହୁଏ ଯୁଦ୍ଧ ତ କେବେଠୁ କଣ ଆରମ୍ଭ ହବ ଆପଣ ଏ କଣ ଯୁଦ୍ଧ ବନ୍ଦ ହବାର ନାହିଁ। ନା ବର୍ତ୍ତମାନ ଯୋଉ ସିଜ୍ ଫାୟାର ଲାଗି ବର୍ତ୍ତମାନ ଯୋଉ ବନ୍ଦ ହେଇଛି କ୍ଷଣସ୍ଥାୟୀ ବନ୍ଦ ଦେଖିବେ ଏଇ ମାସେ 15 ଦିନ ଭିତରେ ଯୁଦ୍ଧ ଆଉଥରେ ଆରମ୍ଭ ହେଇଯିବ। ମାସେ 15 ଦିନ ଭିତରେ ୟେସ୍ ଯୁଦ୍ଧ ଆଉଥରେ ବହୁତ ଚାନ୍ସ ଅଛି ଆରମ୍ଭ ହବାର। ମାନେ କଣ ଏମିତି ହବ ଦେଖନ୍ତୁ ମାନେ ଆମେ ବର୍ତ୍ତମାନ ସୁଦ୍ଧା ମାନେ ଟ୍ରମ୍ପର ଯୋଉ ଇଏଟା ବୁଝିପାରିଥାନ୍ତି ମାନେ ଯଦି ବୁଝିତେ ଚୁପ ହଉଛନ୍ତି ଆମକୁ ଫୋର୍ସ କଲା ଯୁଦ୍ଧ ବନ୍ଦ କରିବା ପାଇଁ ମୋଦି ରାଜି ହେଲେ ମୋଦି ଏଠୁ କହିଲେ ମୁଁ ସର୍ତ୍ତ ଦେବି ଆଉ ସର୍ତ୍ତ ମାନିବ ପାକିସ୍ତାନ ମୁଁ ରାଜି ଅଛି। ମୋଦିର ମୁଖ୍ୟ ସର୍ତ୍ତ ଥିଲା ଯଦି ପାକିସ୍ତାନ ଆଉଥରେ ଆଟାକ୍ କରେ ତାପରେ ତାହେଲେ ମୁଁ ଆଉ ଛାଡ଼ିବିନି ଆଉ ଯୁଦ୍ଧ ବନ୍ଦ କରିବି। ମୋଦି ରାଜି ଟ୍ରମ୍ପ ସାହେବ କହିଲେ ହଁ ଠିକ ରାଜି ହେଲେ ପାକିସ୍ତାନ କହିଲା ହଁ ମୁଁ ଆଉ କରିବିନି ମୋଦି ରାଜି ହେଲେ କଲେ। ତାପରେ କ'ଣ ହେଇଛି ବର୍ତ୍ତମାନ ଇମିଡ଼ିଏଟଲି ପାକିସ୍ତାନ ହାତରେ ସମୟ ମିଳିଗଲା ଆଉ ଥରେ ପ୍ରିପେୟାର ହେବା ପାଇଁ। $1.3 ବିଲିୟନ ବର୍ତ୍ତମାନ ପାଇଛି ପାକିସ୍ତାନ ପାଇଛି କୁଆଡ଼େ ଖର୍ଚ୍ଚ କରିବ IMF ରୁ ଅସ୍ତ୍ର ଖର୍ଚ୍ଚ କରିବ କିଣିବ ଟର୍କିଠୁ ହଉ ରଷିଆଠୁ ହଉ କି ଚାଇନାଠୁ ହଉ କି ଯୋଉଠୁ ହଉ କିଣିବ ଜିନିଷ କିଣିବ ଆହୁରି ପ୍ରିପେୟାର ହବ ଜାଣିଦେଲା ଇଣ୍ଡିଆର ଏତେ 3 ଦିନ ଯୁଦ୍ଧ ଭିତରେ ଜାଣିଦେଲା ଇଣ୍ଡିଆ ଶକ୍ତି କେତେ ତାକୁ ପ୍ରତିହତ କରିବା ପାଇଁ ସେ ବର୍ତ୍ତମାନ ସୁଯୋଗ ପାଇଗଲା। ମତେ ପଇସା ନଥିଲା ତାକୁ ପଇସା ଦେଇଦେଲା ଟ୍ରମ୍ପ ଦେଇଦେଲା ବୁଝିପାରୁଛ ଇଆଡ଼େ ଯୁଦ୍ଧ ବନ୍ଦ କରିଦେଲା ପାକିସ୍ତାନକୁ ଇଣ୍ଡିଆଟେ ସାହାଯ୍ୟ କଲା ତୁ ପ୍ରିପେୟାର ହେଇଯା ଇଣ୍ଡିଆ ଛାଡ଼ିବନି ବୁଝିପାରୁଛନ୍ତି ଏତେ ପାକିସ୍ତାନ ସତର୍କ ହେଇଯିବ ମାନେ କଣ ଏଇ ଯୋଉ ତାହେଲେ ଟ୍ରମ୍ପ କଣ ବଦଲା ନଉଛନ୍ତି ବର୍ତ୍ତମାନ ମାନେ ବଦଲା ନଉଛନ୍ତି ଡାଇରେକ୍ଟଲି ଇଣ୍ଡିଆ ଭିତରେ ଆସିବେନି ଯୁଦ୍ଧ କରିବେ ଇଣ୍ଡିଆ ଭିତରେ ଆସିକିନି ଧମକ ଦେଇଥିଲେ ଏଥର ସେଇଆ ବୋଧେ ମତେ ଯାହା ଲାଗୁଛି ଯଦି ତମେ ନ ମାନିବ ମୁଁ ପାକିସ୍ତାନ ସାହାଯ୍ୟ କରିବି ଡାଇରେକ୍ଟ ସାହାଯ୍ୟ କରିବି ଯେତେ ବୋଧେ ମୋଦି ଜଳି ଯାଇଥିବେ କିଛିଟା ଯାହା ହବ ହ୍ୱାଟ ଏଭର ଯାହା ହବ ହେଇଛି ନାହିଁ କିଛି ରିପୋର୍ଟ ନାହିଁ ଖାଲି ମୋ କାଲ୍ପନିକ ଆପଣ କଳ୍ପନା ସିଏ ବର୍ତ୍ତମାନ ଦେଖନ୍ତୁ ସିଏ ଯୋଉ ଇଏ ପାଇଛ କ'ଣ ପାଇଥିଲେ ତାର ବଦଲା ବର୍ତ୍ତମାନ ନେଉଛନ୍ତି ଏବଂ ଏ ବଦଲା କିଛି ଦିନ ଚାଲିବ ଏବଂ ପାକିସ୍ତାନ ଭଳିଆ ଲୋକ ଯୋଉ ରାଷ୍ଟ୍ର ଚୁପ ହେଇ ବସିବନି। ତାର ଯୋଉ ମାସୁଦର ଯୋଉ ଇଏ ଫ୍ୟାମିଲି ମରିଗଲେ ଛାଡ଼ିଦବ କିଛି କୋଉଠି ଗୋଟେ ଧୂଆଁ ପକେଇଦବ। ଏମାନଙ୍କ ଆଉ ଗୋଟେ ଭୁଲ କଲେ କ'ଣ ଯୋଉ 5ଟା ବନ୍ଦ କରି 9ଟାରେ ପାକିସ୍ତାନ ଆଟାକ୍ କଲା ତାପରେ ଏମାନେ ଆଟାକ୍ ବନ୍ଦ କରି ରଖିଲା ସତ ଉଲ୍ଲଂଘନ କଲେ ଟ୍ରମ୍ପ କିଛି କହିପାରିନଥାନ୍ତା। ଏଇ ଯେ ସମୟ ଥିଲା ପାକିସ୍ତାନକୁ ବାଡ଼ି ଯିବା ପାଇଁ ପୁରା ପିଏକୁ ଦଖଲ କରିନେବା ପାଇଁ ଥିଲା ମାନେ କଲେନି ତାକୁ ଛାଡ଼ିଦେଲେ ବର୍ତ୍ତମାନ ପାକିସ୍ତାନ ପୁରା ପ୍ରିପେୟାର ହେଇକି କରିବ ମାସରେ କହୁଛନ୍ତି କାଲି ହେଇଯିବ ତାକୁ ଯେତେବେଳେ ସେ ନିଜେ ଫୁଲ୍ ପ୍ରିପେୟାର ହେଇଯିବ ପାକିସ୍ତାନ ପୁଣି ଆଟାକ୍ କରିବ। କଣ ଏଇ ଆତଙ୍କବାଦୀ ଆକ୍ରମଣ ଏଥର ତ ମୋଦି ବି କହିଛନ୍ତି ଥରେ ଖାଲି ଜଣେ ଆତଙ୍କବାଦୀ ବି ଆକ୍ରମଣ କଲେ ସେଟା ପୁରା ফুল ଫେଜ ওয়ার ରହିଯିବ। ବର୍ତ୍ତମାନ ତାହେଲେ ଆତଙ୍କବାଦୀ ଆକ୍ରମଣ କରିବ ନା ଆପଣଙ୍କୁ କ'ଣ ଲାଗୁଛି ହବ ସେ ଆତଙ୍କବାଦୀ ଥ୍ରୁରେ ହବ ଆତଙ୍କବାଦୀ ଥ୍ରୁରେ ହେଇପାରେ କିମ୍ବା ସଡନ ଯେମିତି ଆଟାକ୍ କରିଥିଲା ଟ୍ରେନରେ ଆଉ 9ଟା ପରେ ଆଟାକ୍ କରିଥିଲା ସେମିତି ବି ହେଇପାରେ ମାନେ ତାର ଠିକଣା ନାହିଁ। ମେନ୍ ଥିଙ୍ଗ ସେ ପ୍ରିପେୟାର ହେବାର ଅଛି ଆଉ ତ ଅସ୍ତ୍ର କିଣିକିରି ଜମା କଲା ପରେ ଚାଇନାଠୁ ଟର୍କିଠୁ ଆଉ ଦେବ ରଖିଲା ପରେ ଦେଖନ୍ତୁ ଆଉ ଗୋଟେ କଥା ବର୍ତ୍ତମାନ ଆସୁଛି ତୁର୍କୀ ତ ବର୍ତ୍ତମାନ ସେ ପ୍ରଥମରୁ ପାକିସ୍ତାନ ସହିତ ଠିଆ ହେଇଥିଲା ଚାଇନା ମୁହଁ ଖୋଲୁ ନଥିଲା କିନ୍ତୁ ସେଇ ଚାଇନା ବର୍ତ୍ତମାନ ଗୋଟେ କହିଛି ଯେ ଆମେ ପାକିସ୍ତାନ ସହିତ ସମ୍ପୂର୍ଣ୍ଣ ଠିଆ ହେଇଛୁ ପାକିସ୍ତାନର ସ୍ୱାଧୀନତା ଆଉ ସମ୍ପୃକ୍ତତା ପାଇଁ ଆମେ ତା ସହିତ ଠିଆ ହେଇଛୁ ମାନେ ପାକିସ୍ତାନ ଯୁଦ୍ଧ ହେଲେ ଚାଇନା ମାନେ ନଖ ଘୁଷୁଛି ବର୍ତ୍ତମାନ ଚାଇନା। ସେକେଣ୍ଡ ଥିଙ୍ଗ ହେଉଛି ଆଉ ଚାଇନା ଉତ୍ତର ପଟେ ତାରିଖ ସ୍ପଷ୍ଟ ଲେଖା ହେଇଛି
ଅଚାନକ କ'ଣ ବିପଦ ଘଟିବ ସେମାନେ କ'ଣ ହେଉଛି ଆମର ଅରୁଣାଚଳ ପ୍ରଦେଶ। ସେକେଣ୍ଡ ଥିଙ୍ଗ ହେଇଛି ବର୍ତ୍ତମାନ ବଙ୍ଗଳାଦେଶର ପ୍ରାଇମ୍ ମିନିଷ୍ଟର ଯାଇଥିଲେ ଯେଉଁ ଆପଣଙ୍କର ଚାଇନାକୁ ଯାଇଥିଲେ ଯେ ଅଛନ୍ତି ବର୍ତ୍ତମାନ ପ୍ରାଇମ୍ ମିନିଷ୍ଟର ଯେ ଅଛନ୍ତି ଚାର୍ଜ ଅଛନ୍ତି ସେ ଯେଉଁ ୟୁନିସ୍ ଯାଇଥିଲେ ବହୁତ ୟୁନିସ୍ ଯାଇଥିଲେ ସେ କ'ଣ ଡିକ୍ଲେୟାର କଲେ ଏହା କଲେ ଯେ ଭାରତ ପୂର୍ବାଞ୍ଚଳ ଲାଇନ୍ ଲକ୍ ଏରିଆ ମାନେ ବାଟ ନେଇ କୁଆଡ଼େ ଯିବା ପାଇଁ କାହିଁକି ଆମର ଗୋଟେ 16 କିଲୋମିଟର ଉଚ୍ଚାର ଛୋଟିଆ ପ୍ୟାଚ୍ରେ ତାକୁ ଭାରତକୁ ତା ସହିତ ଜଏନ୍ କରୁଛି ପୂର୍ବାଞ୍ଚଳ ସହିତ ସେ ପ୍ୟାଚ୍ଟା କଟିଗଲା ଆମର ତା ସହିତ ସମୟ ହେଇପାରିବନି ରାସ୍ତା ନେଇ ଯିବା ପାଇଁ ବୁଝିପାରୁଛନ୍ତି ତା ମାନେ ସେ ପ୍ଲାନିଂ କରୁଛନ୍ତି ସେ କଥା କରିବା ପାଇଁ ପ୍ଲାନିଂ ହେଉଛି ଗୋଟେ ଆଟାକ୍ ହବ ସେମାନେ ଚାହୁଁଛନ୍ତି ଗୋଟେ ମଲ୍ଟି ଫ୍ରଣ୍ଟ କରିବେ ଗୋଟେ ଇଣ୍ଡିଆ ସହିତ ଏ ଯେଉଁ ସଡନଲି ଗୋଟେ ହେଇଗଲା ଇଣ୍ଡିଆ ଆଟାକ୍ କରିଦେଲା ଫାଷ୍ଟକୁ ପାକିସ୍ତାନ ଯିବାର ନଥିଲା ଆଟାକ୍ ଏଇଠି ମୋ ଗୋଟେ କଥା ଚାଇନା ଆମେ ଦେଖିଲେ इंडिया पूरा भारत पूरा जाकि पाकिस्तान भितर पशिकी ताकर सब ध्वंस कर देछि माने चारटा एयरबेस ध्वंस कर ना भितर आम जेट जाकि ताकर सब ध्वंस करके आसिला तो मो कहया कथा चाइना भी हेतरे तुर्की भी किछि युद्ध उपकरण थिला चाइना भी चाइना ड्रोन की आ तुर्की भी ड्रोन जाउतला चाइना रो F-16 ना कोन ताकर एटा कोन G-17 ना कोन हां हां से युद्ध अस्त्र किछि काम कलानी तो चाइना रो जदी युद्ध अस्त्र आम पाखे किछि काम करूनी तो आमर जदी चाइना से तो डायरेक्ट युद्ध हुए चाइना कोन हमर जीति जीवो चाइना कोन तार पुरी जीति जीवते ना जोते लागे प्रबल लागे इंडिया जी पीक आक्रमण करी कैप्चर करे चेष्टा करे ताल चाइना पड़ो तार ओरिजिनल अस्त्र आनी अच्छा हमें जदी पीएक ऊपर काई कोची हां ये कर जो अपन उत्तर प्रदेश साइड तो गिलगिट बाल्टिस्तान दिता छुटा जगह सेठी चाइना रो बहुत जिंस अछि तार खबर घाटी अछि तार सेठी रास्ता कर जो रोड करछि नगर पोर्ट पर्यंत से रास्ता से बाटे जाइछि तार माइनिंग बहुत अछि कि गोल्ड माइन छै तो बहुत माइनिंग करछि तार सतवा हबो हां इंडिया को जो सीधा इंडिया जाता कहो करी डायरेक्ट कन्फ्रंटेशन जो चाइना तो इंडिया अच्छा सेठू इंडिया चाइना आरंभ हो डायरेक्ट बार आरंभ हो ताको प्लानिंग हो एक्चुअली एटा सडनली आरंभ हो ताको प्लानिंग हो आरंभ करिया तो प्लानिंग करी 4-5 जगह अटैक करी अच्छा मंगला साइड रु बेगल साइड बॉर्डर रे अटैक हो सेपटे जापान जो सिलगुड़ी करी अछि सिटी अटैक हो सिलगुड़ी रे आप अरुणाचल पर अटैक करी चाइना एपटे पाकिस्तान से अटैक हो टोटल आपको राजस्थान से टोटल बॉर्डर बांग्लादेश चाहूँ बंद करिया अच्छा चाइना हां से प्लांट है नहीं पंत हां पता से चाइना प्रेशर कर बंद कर अच्छा क्योंकि काले पाकिस्तान भाबियो जे चाइना इंडिया पटो आसी गला सीधा डिक्लेयर कर दला हमें पाकिस्तान से तो स्वाधीनता पे अच्छा स्वाधीनता पर बाधा पहला क्या हां 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 तो बर्तन एटा तार बर्तन जो टाइम ता मिलला इंडिया पे खरा तो अजरबैजान आसी गलाडी तार सपोर्ट आसी गलाडी पाकिस्तान सपोर्ट तीनटा कंट्री आ जाती गलाडी पाकिस्तान सपोर्ट दा पे एमि यही 16टा कंट्री आसी 13टा कंट्री 13टा पाकिस्तान कौन पाकिस्तान मिसिकी 13टी मुस्लिम कंट्री भारत का आक्रमण करिवे अफगानिस्तान माने हमरो अफगानिस्तान आसीबन अफगानिस्तान भारत से मिसी गला अफगानिस्तान में आपनकर अंदर सब मुस्लिम कंट्री अछि तादु 13टी मुस्लिम कंट्री लाइक सीरिया इराक हे गला ईरान भी आसी पारे ईरान से तो एबे हमरो गुटे कोन गुटे चुक्ति हेछि से चुक्ति छाड़ो से चुक्ति माने कि चाइना भी चुक्ति बहुत होइछि बटन तो इंडिया तार कोटा करछि कि ताको ये यूज करिया पे कोई चुक्ति हला बटन साउथ कोरिया नॉर्थ कोरिया हम पक्का आसीबेनी माने मुस्लिम राष्ट्र नो ना ताको तो युद्ध हबो हां से दियो तो युद्ध हबो गोटे वार फंड खोलिबो वर्ल्ड वार चाइना ताइवान गोटे से वार फंड खोलिबो इंडिया कन्फर्म जो बहुत कोछि इंडिया रा प्राय 4-5 जगह रे अटैक वर्तमान हमकु जेंति माने पाकिस्तान पटरे वर्तमान जेंति 3-4 जन ठिया हेई गलेनी चाइना तुर्की आउ का ना आपण कहउचंती वर्तमान भारत पक्षर किए केही नाही तो अवस्था जदी ये कहउनी किए जदी किछटा फ्रेंडशिप देखु वर्तमान
नेपाल नेपाळ नेपाल ବି ଚାଇନା କଣ୍ଟ୍ରୋଲ ଅଛି ହଁ ଚାଇନା କଣ୍ଟ୍ରୋଲ ପବ୍ଲିକ ଲୋକ ଚାହୁଁଛନ୍ତି ଭାରତ ଯେହେତୁ ହିନ୍ଦୁ ଜାଗା ଆଣିବା ପାଇଁ ଆଉଥରେ ଏଠି ଆନ୍ଦୋଳନ ଆରମ୍ଭ ହେଲାଣି ହଁ ଭାରତ ସପୋର୍ଟ ଆନ୍ଦୋଳନ ଆରମ୍ଭ ହେଲାଣି ହଁ ସମ୍ଭାଳି ପାରିବେନି ଜାଗାକୁ। ଯେହେତୁ ଆପଣ ଚାରିପଟେ ବଡ଼ କେହି ଆମର ସପୋର୍ଟ ପାଇନାହାନ୍ତି ଇସ୍ରାଏଲ ବର୍ତ୍ତମାନ କାହା ସପୋର୍ଟରେ ଇସ୍ରାଏଲ ଦି ଓନ୍ଲି ଫ୍ରେଣ୍ଡ ସପୋର୍ଟ କରିବା ଜଣେ କେବଳ ଆମର ଜଣେ ସେ ପ୍ରଥମରୁ ଲାଷ୍ଟ ଯାଏ ରହିବ ଯାହା ଓନ୍ଲି ୱିପନ୍ ଦେଇଛି ତାର ତ ମ୍ୟାନ୍ ପାୱାର ନାହିଁ ନା ହଁ ହଁ ଟୋଟାଲ ଛୋଟ 90 ଲକ୍ଷ ଲୋକ ତା କଣ୍ଟ୍ରିରେ ହଁ ତା ଯେପରି ଯୋଉ ଆଟାକ୍ ହେଉଛି ତାକୁ ସମ୍ଭାଳିବାକୁ ତାକୁ ସମ୍ଭବ ହେଇଯାଉଛି ହୁଁ ଆମକୁ ମ୍ୟାନ୍ ପାୱାର ତ ଦେବନି କେହି ହୁଁ ଅସ୍ତ୍ର ଦେବ ଯାହା ମିଳିବ ତାଠୁ ମିଳିବ ଆଉ କେହି ଦେବେନି ଆଚ୍ଛା ଆଉ ଯଦି ଦେବେ ବହୁତ ହାଇ ରେଟ୍ରେ ଆମେ ଯାହା କରୁଛୁ ୟୁକ୍ରେନ୍ ସହିତ ହୁଁ ଟଙ୍କା ଜିନିଷ 5 ବିକୁଛୁ ହୁଁ ସେଭଳିଆ ପାଇବା ଆମେ ଆମେରିକାରୁ ହୁଁ ସେଭଳିଆ ଫ୍ରାନ୍ସରୁ ପାଇବା ମାନେ ପଇସା ଡୁବିଛୁ ଆମେ ନା